2000 ଟଙ୍କାରୁ ଅଧିକ ୟୁପିଆଇ ଟ୍ରାଞ୍ଜାକ୍ସନ୍ ଉପରେ ଲାଗିବ କି ଜିଏସ୍ଟି ଜାଣନ୍ତୁ ଏହି ଭିଡ଼ିଓରେ। ସରକାରଙ୍କ ବଡ଼ ଘୋଷଣା, ଏଣିକି ୟୁପିଆଇ ପେମେଣ୍ଟ ଉପରେ ଲାଗିବନି ଜିଏସ୍ଟି। ୟୁପିଆଇ ଟ୍ରାଞ୍ଜାକ୍ସନରେ ସରକାରଙ୍କ ଡିଜିଟାଲ ଇଣ୍ଡିଆ ଅଭିଯାନକୁ ପ୍ରୋତ୍ସାହିତ କରିବାରେ ଏକ ମାଇଲଖୁଣ୍ଟ ପ୍ରମାଣିତ ହେଉଛି। ୟୁପିଆଇ ଉପରେ ଜିଏସ୍ଟି ଲାଗୁ ହେବାର ରିପୋର୍ଟ ମଧ୍ୟରେ ଅର୍ଥ ମନ୍ତ୍ରଣାଳୟ ରାଜ୍ୟସଭାରେ ସ୍ପଷ୍ଟ କରିଛି ଯେ 2000 ଟଙ୍କାରୁ ଅଧିକ ମୂଲ୍ୟର ଟ୍ରାଞ୍ଜାକ୍ସନ୍ ଉପରେ ଜିଏସ୍ଟି ଲାଗୁ କରିବା ବିଷୟରେ କୌଣସି ବିଚାର କରାଯାଉ ନାହିଁ। 2000 ଟଙ୍କାରୁ ଅଧିକ ମୂଲ୍ୟର ଟ୍ରାଞ୍ଜାକ୍ସନ୍ ଉପରେ ଜିଏସ୍ଟି ଲାଗୁ ନେଇ ସରକାରଙ୍କ ମତାମତ ସମ୍ପର୍କରେ ପଙ୍କଜ ଚୌଧୁରୀ କହିଛନ୍ତି ଯେ ଜିଏସ୍ଟି ପରିଷଦର ସୁପାରିଶ ଆଧାରରେ ଜିଏସ୍ଟି ହାର ଏବଂ ଛାଡ଼ ସ୍ଥିର କରାଯାଏ। ଏହା ଏକ ସାମ୍ବିଧାନିକ ସଂସ୍ଥା ଯେଉଁଥିରେ ରାଜ୍ୟ ଏବଂ କେନ୍ଦ୍ର ଉଭୟର ସଦସ୍ୟ ସାମିଲ ଅଛନ୍ତି। ତେବେ ୟୁପିଆଇ ଟ୍ରାଞ୍ଜାକ୍ସନ୍ ଉପରେ ଜିଏସ୍ଟି ପ୍ରସଙ୍ଗ ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ୟୁପିଆଇ ଟ୍ରାଞ୍ଜାକ୍ସନ୍ ତଥ୍ୟ ଆଧାରରେ କର୍ଣ୍ଣାଟକର ବ୍ୟବସାୟୀଙ୍କୁ ପ୍ରାୟ 6000 ଜିଏସ୍ଟି ନୋଟିସ୍ ଜାରି କରାଯାଇଥିଲା।